ପିଲାମାନେ ଆଜି ଆମେ ଆଲୋଚନା କରିବା ଆଗାମୀ ଫେବୃଆରୀ 16 ତାରିଖରେ ହେବାକୁ ଥିବା +2 ଫାଇନାଲ ପରୀକ୍ଷାରେ ପଡ଼ି ପାରିଲା ଭଳି ସମ୍ଭାବ୍ୟ ପ୍ରଶ୍ନପତ୍ର। ଏକ ନମ୍ବରରେ 5ଟି ସର୍ଟ କ୍ୱେଶ୍ଚନ୍ ପଡ଼ିବ। ସେଗୁଡ଼ିକ ହେଲା: 1. କେଉଁ ପ୍ରାଚୀନ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ଖ. ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ? ଗ. ଏବେ ମ୍ୟାଟ୍ରିକ୍ ପାଠ କେଉଁଠିକି ନୁହେଁ? ଘ. ଶିକ୍ଷାକୁ ଜିଲ୍ଲା ପରିଷଦ ସଭାରେ କେଉଁଠି ରଖାଯାଇଥିଲା? ଙ. ନିଜ ତରୁଣ ତନୁକୁ ଦେଖି କିଏ ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ? କ୍ୱେଶ୍ଚନ୍ ନମ୍ବର 2. ଗୋଟାଏ ଲେଖାଏଁ ବାକ୍ୟରେ 3ଟି ପ୍ରଶ୍ନର ଉତ୍ତର ଲେଖ। କ. ମନୁଷ୍ୟ କାହାର ପ୍ରତିକୃତି? ଖ. ଗଣତନ୍ତ୍ର ଶାସନରେ କିଏ ଏକ ଓ ଅଭିନ୍ନ? ଗ. ଆଜିକାଲି କାହାର ପାଠ ସହ ସମ୍ପର୍କ ନାହିଁ? ଘ. ଉତ୍କଳର ମହାନିଶାରେ କିଏ ଧ୍ରୁବଜ୍ୟୋତି ଥିଲେ? କ୍ୱେଶ୍ଚନ୍ ନମ୍ବର 3. ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 2ଟି ପ୍ରଶ୍ନର ଉତ୍ତର ଲେଖ। କ. ଫରାସୀ ରାଷ୍ଟ୍ର ବିପ୍ଳବ କଥା ଶୁଣିଲେ କ'ଣ ହୁଏ? ଖ. ମାନବ ଜୀବନର ପରମ କାମ୍ୟ କ'ଣ? ଗ. ଗଣତନ୍ତ୍ର ଶାସନର ସ୍ୱାଭାବିକ ପରିଣତି କ'ଣ? ଘ. ପରୀକ୍ଷା ଫଳ ବାହାରିବାକୁ କାହା ସହ ତୁଳନା କରାଯାଇଛି? 4 ନମ୍ବର ପ୍ରଶ୍ନ. ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ ସହ 30 ଶବ୍ଦରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। କ. କେଉଁଠାରେ ଦେଶ ଓ କାଳର ଦୂରତ୍ୱ ବିନିଷ୍ଟ ହୋଇଥାଏ? ଖ. ପରୀକ୍ଷା ବିଷୟରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେବାର କାରଣ କ'ଣ? କ୍ୱେଶ୍ଚନ୍ ନମ୍ବର 5. 150 ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। କ. ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧରୁ ଉତ୍କଳର ଭୌଗୋଳିକ ଚିତ୍ର ଉପସ୍ଥାପନ କର। ଖ. ସ୍ୱାଧୀନତା ପରବର୍ତ୍ତୀ କାଳରେ ଗଣତନ୍ତ୍ର କିପରି ପ୍ରପାଗଣ୍ଡାଧର୍ମୀ ହୋଇଛି ପଠିତ ପ୍ରସଙ୍ଗରେ ଆଲୋଚନା କର। କ୍ୱେଶ୍ଚନ୍ ନମ୍ବର 6. ଠିକ୍ ଉତ୍ତରଟି ବାଛି ଲେଖ। କ. ରାଜାମାନେ କିପରି ନିଜର ମାଲଖାନା ପୁରାଉଥିଲେ? ଖ. ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ। ଏଥିରେ ଧ୍ୱଜ ଶବ୍ଦର ଅର୍ଥ କ'ଣ? ଗ. ପ୍ରଣୟ ପିୟୁଷରେ କ'ଣ ମିଶିଛି? ଘ. ଜୀବନ ଯମୁନାରେ କିପରି ଜୁଆର ଆସେ? ଙ. କ'ଣ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି? 7 ନମ୍ବର ପ୍ରଶ୍ନରେ ଗୋଟିଏ ଲେଖାଏଁ ବାକ୍ୟରେ 3ଟି ପ୍ରଶ୍ନର ଉତ୍ତର ଲେଖିବାକୁ ହେବ। କ. ସଂସାରକୁ କବି କାହା ସହ ତୁଳନା କରିଛନ୍ତି? ଖ. ପ୍ରଣୟବଲ୍ଲରୀ କାବ୍ୟର କବି କିଏ? ଗ. ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି? ଘ. ସରଗର ଅମର କନ୍ୟା କିଏ? 8 ନମ୍ବର ପ୍ରଶ୍ନ. ଯେକୌଣସି 2ଟି ପ୍ରଶ୍ନର ଉତ୍ତର 2ଟି ଲେଖାଏଁ ବାକ୍ୟରେ ଲେଖିବାକୁ ହେବ। କ. ଆଲେକଜାଣ୍ଡାର କାହିଁକି ଅଶ୍ରୁସିକ୍ତ ଗଣ୍ଡ କରିଥିଲେ? ଖ. ସୀତା କେଉଁ ପ୍ରସଙ୍ଗରୁ ନିଜର ଐଶୁକ ଦମନ କରିପାରୁନଥିଲେ? ଗ. ପିଙ୍ଗଳା ଉପାଖ୍ୟାନ ଭାଗବତର କେଉଁ ସ୍କନ୍ଧ ଓ କେଉଁ ଅଧ୍ୟାୟରେ ବର୍ଣ୍ଣିତ? କ୍ୱେଶ୍ଚନ୍ ନମ୍ବର 9. 30 ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ହେବ। କ. ସୀତା ପତ୍ର ଲେଖି ରାମଚନ୍ଦ୍ରଙ୍କଠାରୁ କେଉଁ ତପସ୍ୟା ଓ ମନ୍ତ୍ର ବିଷୟରେ ଜାଣିବାକୁ ଚାହୁଁଥିଲେ? ଖ. ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ କେଉଁ ପ୍ରସଙ୍ଗରେ କୁହାଯାଇଛି? କ୍ୱେଶ୍ଚନ୍ ନମ୍ବର 10. 150 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। କ. ବହି ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ମଧୁର ସମନ୍ୱୟ ବନ୍ଦୀର ବିରହ ବ୍ୟଥା କବିତାକୁ ହୃଦୟଗ୍ରାହୀ କରିପାରିଛି ଆଲୋଚନା କର। ଖ. ବାର୍ତ୍ତା କବିତାରେ କବି ଯେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାର ଆଲୋଚନା କର। 11 ନମ୍ବର କ୍ୱେଶ୍ଚନ୍. ଠିକ୍ ଉତ୍ତରଟି ବାଛି ଲେଖ। କ. ମହାଜନ ସୌଦାଗରଠୁଁ କେଉଁ ମୋହର କିଣିଥିଲେ? ଖ. ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି କାହାକୁ କୁହାଯାଇଛି? ଗ. କେଉଁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ବୋଲି ରାଜା କହିଥିଲେ? ଘ. କେଉଁଠି ରାୟବାହାଦୁରଙ୍କ ଏକାନ୍ତ ନିଜସ୍ୱ ଥିଲା? ଙ. ମକ୍ରା ମଳିକ ଆସାମ ଚା ବଗିଚାରେ ପଦୋନ୍ନତି ପାଇ ଶେଷରେ କ'ଣ ହୋଇଥିଲା? କ୍ୱେଶ୍ଚନ୍ ନମ୍ବର 12. ଗୋଟିଏ ଲେଖାଏଁ ବାକ୍ୟରେ ଯେକୌଣସି 3ଟି ପ୍ରଶ୍ନର ଉତ୍ତର ଦିଅ। କ. ଦୋକ୍ତା କାରବାରକୁ କାହା ସହ ତୁଳନା କରାଯାଇଛି? ଖ. ରାୟବାହାଦୁର ଡ୍ରୟର ଭିତରୁ କ'ଣ କାଢ଼ିଲେ? ଗ. ସୁବିଧାବାଦୀ ସାନ ଭଉଣୀ ଖନେଇ ଖନେଇ କ'ଣ କହିଥିଲା? ଘ. ହଂସମାନେ ବେଶୀ ଉପରକୁ ଉଠି ପାରୁନଥିଲେ କାହିଁକି? କ୍ୱେଶ୍ଚନ୍ ନମ୍ବର 13. 2ଟି ଲେଖାଏଁ ବାକ୍ୟରେ 2ଟି ପ୍ରଶ୍ନର ଉତ୍ତର ଦିଅ। କ. କପାଳିଆ ଲୋକକୁ କ'ଣ ମିଳିଥାଏ ଏବଂ ସେ ଗଲେ କ'ଣ ହୁଏ? ଖ. ଡାଲମଣ୍ଡିର ସନ୍ଧ୍ୟା ସମ୍ପର୍କରେ କ'ଣ କୁହାଯାଇଛି? ଗ. କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା? କ୍ୱେଶ୍ଚନ୍ ନମ୍ବର 14. 30ଟି ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ।
କ କଲିକତି ଧୂଆଁପତ୍ରର ନାମ କାହିଁକି ବାଲେଶ୍ୱରୀ ବୋଲି କୁହାଯାଉଥିଲା? ଖ ରାମନଗର ନୌକା ଯାତ୍ରା ସମ୍ପର୍କରେ ଗଳ୍ପ ନାୟକଙ୍କ ଶୈଶବ ଅନୁଭୂତି ଲେଖ। କ୍ୱେଶ୍ଚନ୍ ନମ୍ବର 15 150 ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। କ ପତାକା ଉତ୍ତୋଳନ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର। ଖ କଚ୍ଛପ ମାଂସଭକ୍ଷଣ କରିବାକୁ କିଏ କିପରି ଆଗ୍ରହ ପ୍ରକାଶ କରିଥିଲେ ବର୍ଣ୍ଣନା କର। କ୍ୱେଶ୍ଚନ୍ ନମ୍ବର 16ରେ ପଡ଼ିବ ଗୋଟିଏ ଅନୁଚ୍ଛେଦ। ନିମ୍ନ ଅନୁଚ୍ଛେଦଟିକୁ ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନ ସମୂହର ଉତ୍ତର ଦେବାକୁ ହେବ। ସେଥିରେ ଯେକୌଣସି ଗୋଟିଏ ଅନୁଚ୍ଛେଦ ପଡ଼ିବ ଏବଂ ତାର ପ୍ରଥମ 4ଟି 1 ନମ୍ବର ବିଶିଷ୍ଟ ପ୍ରଶ୍ନ ଓ ଦ୍ୱିତୀୟରେ 2 ନମ୍ବର ବିଶିଷ୍ଟ 3ଟି ପ୍ରଶ୍ନ ଥିବ, ଯାହା ମୋଟ ଉତ୍ତର ସଂଖ୍ୟା 10 ନମ୍ବର ଭିତରେ ଆସିବ। କ୍ୱେଶ୍ଚନ୍ ନମ୍ବର 17 ନିମ୍ନ ପଦ୍ୟାଂଶଟି ପାଠ କରି ତଳ ପ୍ରଶ୍ନର ଉତ୍ତର ଲେଖିବାକୁ ହେବ। ଏଥିରେ ଗୋଟିଏ ଅଜ୍ଞାତ ପଦ୍ୟାଂଶ ଆସିବ ଏବଂ 1 ନମ୍ବର ବିଶିଷ୍ଟ 5ଟି ପ୍ରଶ୍ନର ଉତ୍ତର ଗଦ୍ୟ ଆକାରରେ ଦେବାକୁ ପଡ଼ିବ, ଯାହାର ମୂଲ୍ୟ ଥିବ 1 ନମ୍ବରିଆ 5ଟି ଏବଂ ସର୍ବମୋଟ 5 ନମ୍ବର ବିଶିଷ୍ଟ। 18 ନମ୍ବର ପ୍ରଶ୍ନ ଯେକୌଣସି ଗୋଟିଏ ପ୍ରସଙ୍ଗରେ ସର୍ଜନାତ୍ମକ ଲିଖନ ପ୍ରସ୍ତୁତ କରିବାକୁ ପଡ଼ିବ। କ ଅଳ୍ପ ବିଦ୍ୟା ଭୟଙ୍କରୀ। ଖ କୁସୁମ ପରଶେ ପଟ ନିସ୍ତରେ। ଗ କଂସାରୀ ଘରର ପାରା। 19 ନମ୍ବର ପ୍ରଶ୍ନ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ କିମ୍ବା ଅରଣ୍ୟ ସମ୍ପଦର ସଂରକ୍ଷଣ ପାଇଁ ଏକ ଦୈନିକ ଖବରକାଗଜର ସମ୍ପାଦକଙ୍କୁ ପତ୍ର ଲେଖ। 20 ନମ୍ବର ପ୍ରଶ୍ନ ନିମ୍ନ ଅନୁଚ୍ଛେଦଟିକୁ ସଂକ୍ଷେପଣ କରି 1/3 ଶବ୍ଦରେ ଲେଖ। ଏଥିରେ ଗୋଟିଏ ଅନୁଚ୍ଛେଦ ଆସିବ, ତାହାକୁ ପଢ଼ି 3 ଭାଗରୁ 1 ଭାଗ ଅର୍ଥାତ୍ 1/3 ଶବ୍ଦ ମଧ୍ୟରେ ଲେଖିବାକୁ ପଡ଼ିବ, ଯାହାର ମୂଲ୍ୟ ଥିବ 5 ନମ୍ବର। କ୍ୱେଶ୍ଚନ୍ ନମ୍ବର 21 କ ଦୁଇଟିର ଭ୍ରମ ସଂଶୋଧନ କର। ମଧ୍ୟରାତ୍ରି, ଦାରିଦ୍ରତା, ପୂଜ୍ୟାସ୍ପଦ, ନିର୍ଦ୍ଦୋଷୀ। ଖ ଦୁଇଟି ରୂଢ଼ିକୁ ବାକ୍ୟରେ ପରିଣତ କର। ଚିତା କାଟିବା, ବାଆକୁ ବତା, ଅକାଳ କୁଷ୍ମାଣ୍ଡ, ଗୋବର ଗଣେଶ। ଗ ଯେକୌଣସି ଦୁଇଟିର ଏକପଦୀକରଣ କର। ବ୍ୟାପୀ ରହିବାର ଇଚ୍ଛା, ଶକ୍ତିଙ୍କ ଉପାସକ, ଯାହା ପୂର୍ବରୁ ହୋଇନଥିଲା, ଶକ୍ତିକୁ ଅତିକ୍ରମ ନ କରି। ଘ ଦୁଇ ଯୋଡ଼ା ସମୋଚ୍ଚାରିତ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଲେଖ। ଚୂଡ଼ା ଚୂଡ଼ା, ସମ ସମ, ସ୍କନ୍ଧ ସ୍କନ୍ଧ, ଅବଦାନ ଅବଧାନ। ଙ ଦୁଇଟିର ବିପରୀତ ବୋଧକ ଅର୍ଥ ଲେଖ। ଅନୁଗ୍ରହ, ଐହିକ, ତେଲିଆ, ଅନୈସର୍ଗିକ। ଏସବୁ ସମ୍ଭାବିତ ପ୍ରଶ୍ନଗୁଡ଼ିକ ଥିଲା ସାଇନ୍ସ ଓ କମର୍ସ ଛାତ୍ରଛାତ୍ରୀମାନଙ୍କ ପାଇଁ। ଏବେ ଆସ ଆର୍ଟ୍ସ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସମ୍ଭାବିତ ଲଙ୍ଗ୍ କୋଶ୍ଚିନ୍ ଗୁଡ଼ିକ ସମ୍ପର୍କରେ ଜାଣିବା। ପ୍ରବନ୍ଧ। କ ଇତିହାସ ପ୍ରବନ୍ଧରୁ ପ୍ରାବନ୍ଧିକଙ୍କ ଆଭିମୁଖ୍ୟ ବର୍ଣ୍ଣନା କର। ଖ ତିନି ତୁଣ୍ଡରେ ପ୍ରବନ୍ଧର ସାରମର୍ମ ଆଲୋଚନା କର। କବିତା। କ ବନ୍ଦୀର ବିରହବ୍ୟଥା କବିତା ଅନୁସରଣରେ ଗୋପବନ୍ଧୁଙ୍କ ପ୍ରକୃତି ପ୍ରୀତିର ପରିଚୟ ପ୍ରଦାନ କର। ଖ ବାର୍ତ୍ତା କବିତାରେ କବି ଯେଉଁ ନୂତନ ବିଶ୍ୱର ପରିକଳ୍ପନା କରିଛନ୍ତି, ତାହାର ରୂପ ଚିତ୍ର ପ୍ରଦାନ କର। ଗ ନିଜକୁ ପ୍ରେମ ସନ୍ନ୍ୟାସିନୀ କରି ପିଙ୍ଗଳା ଯେଉଁ ଜୀବନର ପରିକଳ୍ପନା କରିଛନ୍ତି, ତାହାର ବିବରଣୀ ଦିଅ। ଗଳ୍ପ। କ ପତାକା ଉତ୍ତୋଳନର ଅନ୍ତର୍ନିହିତ ସ୍ୱର ବିଶ୍ଳେଷଣ କର। ଖ ସଭ୍ୟ ଜମିଦାର ଗଳ୍ପରୁ ଇଂରାଜୀ ଶିକ୍ଷାର କୁପ୍ରଭାବ ଉପରେ ଆଲୋକପାତ କର। ପିଲାମାନେ, ଏ ଥିଲା ଆର୍ଟ୍ସ ପିଲାଙ୍କ ନିମନ୍ତେ ସମ୍ଭାବିତ ଲଙ୍ଗ୍ କୋଶ୍ଚିନ୍ ଗୁଡ଼ିକ। ଏହା ବ୍ୟତୀତ ଯେମିତି ଭାବରେ ସାଇନ୍ସ ଓ କମର୍ସର ସର୍ଟ କୋଶ୍ଚିନ୍ ଗୁଡ଼ିକର ଧାରା ଆଲୋଚନା କଲି, ସେହିଭଳି ଆର୍ଟ୍ସ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ସର୍ଟ କୋଶ୍ଚିନ୍ ଗୁଡ଼ିକ କ୍ରମାନ୍ୱୟରେ ପରୀକ୍ଷାରେ ପଡ଼ିବ। ପିଲାମାନେ, ଆଜିର ଏହି ଭିଡ଼ିଓଟି ଥିଲା ଆଗାମୀ +2 ପରୀକ୍ଷା ପାଇଁ ସମ୍ଭାବିତ କିଛି ପ୍ରଶ୍ନ। ପିଲାମାନେ ଆଉ ଥରେ କହି ରଖିକି, ଏହା ଥିଲା କେବଳ ସମ୍ଭାବିତ ପ୍ରଶ୍ନ ମାତ୍ର। ପରୀକ୍ଷାରେ ଅବିକଳ ଏହି ପ୍ରଶ୍ନ ଗୁଡ଼ିକ ପଡ଼ିବ ନାହିଁ, କିନ୍ତୁ ଏହିଭଳି ପ୍ରଶ୍ନକୁ ଆଖି ଆଗରେ ରଖି ନିଜେ ପ୍ରସ୍ତୁତ ହେଲେ ଆଗାମୀ ପରୀକ୍ଷାରେ ନିଜକୁ ସଠିକ୍ ଢଙ୍ଗରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ତୁମକୁ ସହଜ ହେବ। ସମସ୍ତ ଛାତ୍ରଛାତ୍ରୀଙ୍କୁ ତେଣୁ ଅଲ୍ ଦ ବେଷ୍ଟ। ତୁମ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟ
ମୁଁ କାମନା କରୁଛି। ଏହି ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେମିତିକି ସମସ୍ତ ପରୀକ୍ଷାର୍ଥୀ ଉପକୃତ ହୋଇପାରିବେ।